ଶ୍ରୀମନ୍ଦିର ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ଭୁଲ ମାଗିଲେ ଶୁଭଙ୍କର ମିଶ୍ରା। ବିବାଦ ଓ ବିରୋଧ ତେଜିବା ପରେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କ୍ଷମା ପ୍ରାର୍ଥନା କରିଛନ୍ତି। ବିବାଦୀୟ ଭିଡିଓ ହଟାଇବା ସହ କ୍ଷମା ମାଗିଛନ୍ତି ଶୁଭଙ୍କର। କହିଛନ୍ତି ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା। କହିଥିବା କଥା ତାଙ୍କର ପରିକଳ୍ପନା ବି ନଥିଲା। ପରମ୍ପରାର ଅପମାନ କରିନି କି ଜାଣିଶୁଣି କୌଣସି ଆସ୍ଥା ସହ ଖେଳ ଖେଳିନି। ଭୁଲ ଓ ଭ୍ରମିତ କରିବା ଭଳି ତଥ୍ୟ ଦେଇଥିବା କଥାକୁ ସ୍ୱୀକାର କରିନାହାନ୍ତି ଶୁଭଙ୍କର। ସେ କହିଛନ୍ତି ଅନେକ ୱେବସାଇଟ୍ରେ ଏହି ଖବର ରହିଛି। ପୂର୍ବରୁ ପ୍ରକାଶିତ ତଥ୍ୟକୁ କେବଳ ଆଗକୁ ବଢ଼ାଇବା ତାଙ୍କର ଭୁଲ ଥିଲା। ଏଥିପାଇଁ ଓଡ଼ିଆ ଭାଇ ଭଉଣୀ ଓଡ଼ିଶାର ଶ୍ରଦ୍ଧାଳୁଙ୍କ ଭାବନାକୁ ଆଘାତ ଲାଗିଥିଲେ ହୃଦୟରୁ ଭୁଲ ମାଗୁଛି। ଶୁଭଙ୍କର ଆହୁରି କହିଛନ୍ତି ପ୍ରଭୁ ଜଗନ୍ନାଥ ମୋ ଆରାଧ୍ୟ ଓ ପୁରୀଧାମକୁ ଘର ଭାବେ। ଓଡ଼ିଶା ଲୋକେ ମୋତେ ବହୁତ ଭଲ ପାଇବା ଓ ସମ୍ମାନ ଦେଇଛନ୍ତି। ସମ୍ମାନ ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଭିଡିଓ ହଟାଇଛି ଓ ହୃଦୟରୁ କ୍ଷମା ମାଗୁଛି ବୋଲି କହିଛନ୍ତି ଶୁଭଙ୍କର ମିଶ୍ରା। ଶ୍ରୀମନ୍ଦିର ଉପରେ ରାଧାରାଣୀଙ୍କ ଅଭିଶାପ ଥିବାରୁ ଅବିବାହିତ ପ୍ରେମୀ ଯୁଗଳ ମହାପ୍ରଭୁଙ୍କୁ ଦର୍ଶନ କଲେ ସେମାନଙ୍କ ପ୍ରେମ ସଫଳ ହୁଏ ନାହିଁ ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ ଶୁଭଙ୍କର, ଯାହାକୁ ନେଇ ପୁରୀ ସମେତ ସେବାୟତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା। ସେଥିପାଇଁ କ୍ଷମା ମାଗିଲେ ଶୁଭଙ୍କର ମିଶ୍ର। ଏମିତିକି ଶ୍ରୀମନ୍ଦିର ଉପରେ ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କଲେ। ବିବାଦ ଓ ବିରୋଧ ତେଜିବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି। ତେବେ ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଏହି କ୍ଷମା ପ୍ରାର୍ଥନା କଲେ। କହିବା କଥା ତାଙ୍କର ନିଜର ପରିକଳ୍ପନା ନଥିଲା। କୌଣସି ମନ୍ଦ ଉଦ୍ଦେଶ୍ୟ ମଧ୍ୟ ନଥିଲା। ଓଡ଼ିଆ ଶ୍ରଦ୍ଧାଳୁଙ୍କ ମନକୁ ଆଘାତ ଲାଗିଥିଲେ କ୍ଷମା ପ୍ରାର୍ଥନା କରୁଛେ। ବ୍ୟୁରୋ ରିପୋର୍ଟ, ଜନତା ଟିଭି।